ଜଙ୍ଗଲରେ ଗୋଟେ ବି ଭଲ ଫଳ ଗଛ ନାହିଁ ବୋଲି ଆମେ ଜଙ୍ଗଲକୁ ଫଳ ଖୋଜିବାକୁ ଆସିଲେ, ହେଲେ ଚଢ଼େଇ ଏ ଜଙ୍ଗଲରେ ବି ଆମେ ଭଲ ଫଳ ଗଛ ପାଇଲେନି। କାଉ, ଆମେ ଏତେ ଦୂରକୁ ଆସିଛେ, ଏମିତି ଚାଲିଯିବାଟା ଠିକ ହେବନି। ତୁ ସେପଟେ ଖୋଜି ଦେଖେ, ମୁଁ ଏପଟେ ଦେଖୁଛି। ଏମିତି କଥା ହେଇ ସେମାନେ ପୁଣି ଥରେ ଫଳ ଖୋଜିବାକୁ ଗଲେ। କିଛି ଦୂର ଗଲା ପରେ ଚଢ଼େଇ ଗୋଟେ ଆମ୍ବ ଗଛ ଦେଖିଲା। ଆରେ ଏଇ ତ ଗୋଟେ ଆମ୍ବ ଗଛ ଅଛି। ମୋ ଝିଅକୁ ଆମ୍ବ ଖାଇବା ପାଇଁ ଭାରି ଭଲ ଲାଗେ। ମୁଁ କିଛି ଆମ୍ବ ତୋଳି ତା ପାଖକୁ ନେଇଯାଏ, ସେ ଖୁସି ହେଇଯିବ। ଏଇ ସେଇଠି ରହିଯା, ମୋ ଆମ୍ବ ଛୁଇଁବାକୁ ସାହସ କରିବୁନି, ନହେଲେ ମୁଁ ତ ହାତ ଭାଙ୍ଗିଦେବି। ବା ଆମ୍ବ ଗଛ, ତୁମେ କଥା କହିପାରୁଛ? ମୁଁ ତୁମ ପରି କଥା କୁହା ସୁନ୍ଦର ଆମ୍ବ ଗଛ ଆଗରୁ ଦେଖିନଥିଲି। ତୁମ ପାଖରେ ତ ଅନେକ ଆମ୍ବ ଅଛି, ମୁଁ କେବଳ 2-4ଟା ଆମ୍ବ ନେଇଥାନ୍ତି। ହେଲେ ତୁମେ ମୋ ଉପରେ ଏତେ ରାଗୁଛ କାହିଁକି ଯେ? ରାଗ ନକରି ମୁଁ ଖୁସିରେ ମୋର ସବୁ ଆମ୍ବ ତତେ ଦେଇଦେବି। ତୁ ଏଇଆ ଚାହୁଁଛୁ ନା? ମୁଁ ମୋ ସୁନ୍ଦର ଆମ୍ବ କାହାକୁ ବି ଦେବିନି। ଆଉ ତା ଛଡା ମୋଠୁ ଅନୁମତି ନ ନେଇ କୋଉ ସାହସରେ ତୁ ମୋଠୁ ଆମ୍ବ ପାଳିବାକୁ ଚାଲି ଆସିଲୁ? ଆମ୍ବ ନେବାକୁ ହେଲେ ଅନୁମତି ନେବାକୁ ପଡେ, ଏକଥା ତ ମୁଁ ଆଗରୁ ଜାଣିନଥିଲି। ହଉ ଆମ୍ବ ଗଛ ସାଙ୍ଗ, ତୁମେ ମତେ ଆଉ ରାଗନି, ମତେ କ୍ଷମା କରିଦିଅ। ଏବେ ମୁଁ ତୁମ ପାଖରୁ ଅନୁମତି ନେବି, ଦୟାକରି ମତେ କିଛି ଆମ୍ବ ଦିଅ। ନା, ମୁଁ ତତେ ମୋ ଆମ୍ବ ଦେଇପାରିବିନି। ତୁ ଏଠୁ ଚାଲିଯା, ମୁଁ ତତେ ଆଉ ମୋ ପାଖରେ ଦେଖିପାରିବିନି। ତୁ ମୋ ବିଷୟରେ ଜାଣିନୁ, ମୁଁ ଏମିତି ସେମିତି ଆମ୍ବ ଗଛ ନୁହଁ। ତୋ ଭଳି ଭିକାରୀ ଚଢ଼େଇ ମାନଙ୍କୁ ମୁଁ ମୋ ଆମ୍ବ କେବେ ଦିଏନି। ତତେ ଲାଜ ଲାଗୁନି? ଏମିତି ଛିଡା ହେଇ ମୋ କଥା ଶୁଣୁଛୁ? ଯା ଯା, ଶୀଘ୍ର ମୋ ଆଖି ସାମ୍ନାରୁ ଚାଲିଯା। ଆମ୍ବ ଗଛ, ଏତେ ଅହଙ୍କାର ଭଲ ନୁହଁ। ତୁମେ ଗୋଟେ ଗଛ, ଆମକୁ ଫଳ ଦେବା ତୁମର କର୍ତ୍ତବ୍ୟ। ତା ନ କରି ତୁମେ ମତେ ଅପମାନ ଦେଉଛ। ତତେ ଅପମାନ ଦେଇ ଭଲ କରିଛି। ଏବେ ମତେ ଆଉ ବିରକ୍ତ ନ କରି ଏଠୁ ଚାଲିଯା। ତୁ ଗଲା ପରେ ମୁଁ ଟିକେ ଶାନ୍ତିରେ ଶୋଇବି। ଆମ୍ବ ଗଛର ଏପରି କଥା ଶୁଣି ମା ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲି ଆସିଲା। ରାସ୍ତାରେ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, ତୁ ଫଳ ଗଛ ପାଇଲୁ ନା ନାହିଁ? ମୁଁ ଅନେକ ଖୋଜିଲି, ହେଲେ କୋଉଠି ବି ଫଳ ଗଛ ପାଇଲିନି। ଚଢ଼େଇ, ତୁ ଏତେ ମନ ଦୁଃଖରେ କାହିଁକି ଅଛୁ? କଣ ହେଇଛି ତୋର? କାଉର ଏପରି କଥା ଶୁଣି ମା ଚଢ଼େଇ ତାକୁ ସବୁ ଘଟଣା କହିଲା। ସବୁ ଶୁଣି କାଉ କହିଲା, କଣ କହୁଛୁ ତୁ? ଆମ୍ବ ଗଛ ଏତେ ଅହଙ୍କାରୀ ହେଇପାରେ? ମୁଁ ପ୍ରଥମ ଥର ଏ କଥା ଶୁଣୁଛି। କିନ୍ତୁ ସେ ଗୋଟେ ଗଛ ହେଇ ଏତେ ଅହଙ୍କାର କାହିଁକି କରୁଛି? ତା ତ ଜାଣିନି କାଉ। ଆମେ ଆଉ ଏ ଜଙ୍ଗଲରେ ଫଳ ଗଛ ପାଇବାନି। ଚାଲେ ଆମେ ଏବେ ଘରକୁ ଫେରିଯିବା। କାଲି ସକାଳେ ଆମେ ଉତ୍ତର ଦିଗରେ ଥିବା ଜଙ୍ଗଲକୁ ଯିବା, ଆଉ ସେଇଠି ଫଳ ଗଛ ଖୋଜି ଦେଖିବା। ଆରେ ଚଢ଼େଇ, ତୁ ଘରକୁ ଯା, ମୋର ଗୋଟେ କାମ ଅଛି। ସେ କାମ ସରିଲେ ମୁଁ ଯିବି। ଆଚ୍ଛା ଠିକ ଅଛି କାଉ, ମୁଁ ଏବେ ଯାଉଛି। ଚଢ଼େଇ କହିଲା, ସେ ଆମ୍ବ ଗଛରେ ଅନେକ ଆମ୍ବ ଅଛି। ସେ ଆମ୍ବ ଗଛ ଟିକେ ରାଗିଦେଲା ବୋଲି ଚଢ଼େଇ ଏମିତି ମନ ଦୁଃଖରେ ଚାଲିଗଲା। ସତରେ ଚଢ଼େଇଟା ଭାରି ବୋକି। ମୁଁ ସେ ଆମ୍ବ ଗଛ ପାଖକୁ ଏବେ ଯିବି, ଆଉ ତାଠୁ ଆମ୍ବ ପାଳି ଘରକୁ ନେବି। ସେ ଗୋଟେ ସାମାନ୍ୟ ଆମ୍ବ ଗଛ ହେଇ ମୋର କଣ କ୍ଷତି କରିବ? ଏମିତି ଚିନ୍ତା କରି କାଉ ଆମ୍ବ ଗଛ ପାଖକୁ ଗଲା। ଆଉ ଯେମିତି ସେ ଗୋଟେ ଲାଠିରେ ଆମ୍ବ ତୋଳିବାକୁ ଚେଷ୍ଟା କଲା, ଆମ୍ବ ଗଛ ତାକୁ ତା ଯାଦୁ ଶକ୍ତିରେ ଦୂରକୁ ଫୋପାଡ଼ି ଦେଲା। ଏଇ, ତୋର ସାହସ କେମିତି ହେଲା ମୋ ପାଖରୁ ଆମ୍ବ ନେବା ପାଇଁ? ନିଜ ଚେହେରା ଆଇନାରେ ଦେଖିଛୁ? ଚାଲି ଆସିଲା ମୋ ସୁନ୍ଦର ଆମ୍ବ ନେବା ପାଇଁ। ଆଉ ଥରେ ଯଦି ମୋ ଆମ୍ବରେ ହାତ ଦେବୁ, ମୁଁ ତତେ ଜୀବନରୁ ମାରିଦେବି। ମୋର ଭୁଲ ହେଇଗଲା ଆମ୍ବ ଗଛ। ମୁଁ ଜାଣିନଥିଲି ତୁମେ ଏତେ ଶକ୍ତିଶାଳୀ। ମୁଁ ଆଉ ଦିନେ ତୁମ ପାଖକୁ ଆମ୍ବ ନେବାକୁ ଆସିବିନି। ବୁଝିଗଲୁ? ଯଦି ଏଠାରୁ ଶୀଘ୍ର ପଳା, ଆଉ ଦିନେ ମୋ ପାଖକୁ ଆସିବୁନି। କାଉ ଭୟରେ ସେ ଜାଗା ଛାଡି ଚାଲିଗଲା। କିଛି ଦିନ ବିତିଗଲା। ଦିନେ ଗୋଟେ ବୁଢୀ ଚଢ଼େଇ ସେ ଆମ୍ବ ଗଛ ପାଖକୁ ଆସିଲା। 2 ଦିନ ହେଲାଣି ଏ ଜଙ୍ଗଲରୁ ସେ ଜଙ୍ଗଲକୁ ମୁଁ ଘୁରି ବୁଲୁଛି। ଭାରି ଭୋକ ଲାଗିଲାଣି। ଏଇ ତ ଗୋଟେ ଆମ୍ବ ଗଛ। କେତେ ଆମ୍ବ ହେଇଛି ଏ ଗଛରେ? ମୁଁ 2ଟା ଆମ୍ବ ଖାଇନିଏ, ମୋ ପେଟ ପୁରିଯିବ। ଏଇ ବୁଢୀ, ମୋ ଡାଳରେ ବସିଛୁ କାହିଁକି? ମୁଁ ଟିକେ ଶୋଇଥିଲି, ସେଇ ଭିତରେ ତୁ ଆସି ମୋ ଗଛରେ ବସି ପଡିଲୁ। ଅପରିଷ୍କାର ବୁଢୀ, ମୋ ଗଛରେ ବସି ମତେ ବି ଅପରିଷ୍କାର କରିଦେଲା। ଏବେ ମୁଁ ତତେ ଉଚିତ ଶିକ୍ଷା ଦେବି। ବାପ୍ରେ, ଏ ଗଛଟା ଏମିତି କଣ କହୁଛି? ମତେ ବୋଧେ ଏବେ ହିଁ ମାରିଦେବ। ମୁଁ ଶୀଘ୍ର ଏଠୁ ପଳାଏ। ଏମିତି କହି ବୁଢୀ ଚଢ଼େଇ ଶୀଘ୍ର ସେଠାରୁ ଚାଲିଗଲା। ଆମ୍ବ ଗଛ ତାକୁ ଅନେକ ରାଗୁଥିଲା। ସେହି ସମୟରେ ଗୋଟେ ପରୀ ସେଠାକୁ ଆସିଲା।
ସେ ଆମ୍ବ ଗଛ ଉପରେ ଯାଦୁ କରି ତାକୁ ପରି କରିଦେଲା। ଏ କଣ, ମୁଁ ଆମ୍ବରୁ ପରି କେମିତି ହେଲି? ପରି ମା, ତୁମେ ଏଠି? ତା ମାନେ ତୁମେ ମତେ ପରି କରିଛ? ତୁମେ କଣ ମତେ କ୍ଷମା କରିଦେଲ ପରି ମା? ମୁଁ ତତେ ପରି କରିଛି, ହେଲେ ତତେ କ୍ଷମା କରିନି। ତୁ ଯେତେବେଳେ ପରିଥିଲୁ ନିଜ ରୂପକୁ ନେଇ ଅହଙ୍କାର କରୁଥିଲୁ, ସେଥିପାଇଁ ମୁଁ ତତେ ଏଠି ଆମ୍ବ ଗଛ କରି ରଖିଥିଲି। ଭାବିଥିଲି ତୁ ନିଜ ଭୁଲ ବୁଝିପାରି ସମସ୍ତଙ୍କୁ ସାହାଯ୍ୟ କରିବୁ, କିନ୍ତୁ ନା, ତୁ ଜମା ବି ବଦଳିନୁ। ତୁ ସେମିତି ଆଗ ଭଳି ଏବେ ବି ନିଜ ରୂପକୁ ନେଇ ଅହଙ୍କାର କରୁଛୁ। ପକ୍ଷୀମାନଙ୍କୁ ତୁ ଅନେକ କଷ୍ଟ ଦେଇଛୁ, କାହାକୁ ବି ନିଜ ଆମ୍ବ ଖାଇବାକୁ ଦେଇନୁ। ଏବେ ତୁ ତ ଭୁଲର କଠିନ ଶାସ୍ତି ପାଇବୁ। ନା ନା ପରିମା, ମୋର ଭୁଲ ହେଇଗଲା, ମତେ ଥରକୁ କ୍ଷମା କରିଦିଅ। ମୁଁ ଆଉ କେବେ ବି ଅହଙ୍କାର କରିବିନି କି କାହା ସହ ଖରାପ ବ୍ୟବହାର ବି କରିବିନି। ନା, ମୁଁ ତତେ ଆଉ ସୁଯୋଗ ଦେଇପାରିବିନି। ଏଥର ତୁ କଠିନ ଶାସ୍ତି ପାଇବୁ। ମୁଁ ତ ପାଖରୁ ତୋର ସବୁ ଯାଦୁ ଶକ୍ତି ବି ନେଇଯିବି। ଏମିତି କହି ପରିମା ସେ ଅହଙ୍କାରୀ ପରୀକୁ ନିଜ ଯାଦୁ ଶକ୍ତିରେ ଗୋଟେ ଛୋଟ ପୋକ କରିଦେଲା। ତାପରେ ସେ ସେଠାରୁ ଚାଲିଗଲା। ଅହଙ୍କାରୀ ପରୀ ପାଖରେ ଯାଦୁ ଶକ୍ତି ନଥିବାରୁ ସେ ସାରା ଜୀବନ ସେମିତି ପୋକ ହେଇ ରହିଲା। ଆରେ ଚଢ଼େଇ, ତୋ ପକୁଡ଼ି ନା ମୋ ପିଲାମାନଙ୍କୁ ଭାରି ପସନ୍ଦ। ମତେ ବି ତ ପକୁଡ଼ି ଖାଇବାକୁ ଭାରି ଭଲ ଲାଗେ। ମୋର ତ ଇଚ୍ଛା ହୁଏ ଏକାଥରକେ ମୁଁ ତୋର ସବୁ ପକୁଡ଼ି ଖାଇଦିଅନ୍ତି। ଚିଲ ଦିଦି, ତୁମେ ଏଇ ଜଙ୍ଗଲରେ ସମସ୍ତଙ୍କଠୁ ଧନୀ। ତୁମେ ଚାହିଁଲେ ମୋର ସବୁ ପକୁଡ଼ି ଖାଇପାରିବ। କଣ ଯେ କହୁ ଚଢ଼େଇ, ଏକାଥରକେ ଏତେ ଗୁଡ଼ିଏ ପକୁଡ଼ି ଖାଇଲେ ମୋ ପେଟ ଠିକ ରହିବ ନା? ତୁ ମତେ 2 ପ୍ୟାକେଟ ପକୁଡ଼ି ଦେ, ମୁଁ ଘରକୁ ନେଇ ମୋ ପିଲାମାନଙ୍କ ସହ ଖାଇବି। ଆଚ୍ଛା ଠିକ ଅଛି, ଏଇ ନିଅ। ଏମିତି ଚିଲ ପକୁଡ଼ି ନେଇ ସେଠାରୁ ଚାଲିଗଲା। ଚଢ଼େଇର ପକୁଡ଼ି ଦୋକାନ ପାଖରେ କାଉ ବି ଗୋଟେ ପକୁଡ଼ି ଦୋକାନ ଦେଇଥିଲା। କାଉର ପକୁଡ଼ି କାହାକୁ ବି ଭଲ ନ ଲାଗିବାରୁ ସମସ୍ତେ ଚଢ଼େଇ ପାଖରୁ ହିଁ ପକୁଡ଼ି କିଣି ଖାଉଥିଲେ। ଏସବୁ ଦେଖି ତ କାଉ ଚଢ଼େଇକୁ ମନେ ମନେ ଖୁବ ରାଗୁଥିଲା। ଏ ଚଢ଼େଇର ଦୋକାନ ପାଇଁ ମୋର ଗୋଟେ ବି ପକୁଡ଼ି ବିକ୍ରି ହେଉନି। ଏମିତି ଆଉ କେତେ ଦିନ ଚାଲିବ? ନା, ଆଉ ନୁହଁ, ମୁଁ ଏଇ ଚଢ଼େଇର କିଛି ବ୍ୟବସ୍ଥା କରିକି ରହିବି। ଏବେ ମୁଁ ଦୋକାନ ବନ୍ଦ କରି ଘରକୁ ଯାଏ, ମୋ ସ୍ତ୍ରୀ ସାଙ୍ଗରେ ଏ ବିଷୟରେ କଥା ହେବି। ତାପରେ କାଉ ଦୋକାନ ବନ୍ଦ କଲା। ଏସବୁ ଦେଖି ଚଢ଼େଇ ତାକୁ କହିଲା, କାଉ ଭାଇ, ଏତେ ଶୀଘ୍ର ଦୋକାନ ବନ୍ଦ କରିଦେଲ ଯେ? ଆରେ ଚଢ଼େଇ, ମୋ ଦେହଟା ଟିକେ ଭଲ ଲାଗୁନି, ସେଥିପାଇଁ ଶୀଘ୍ର ଦୋକାନ ବନ୍ଦ କରି ଘରକୁ ଯାଉଛି। ଘରେ ଯାଇ ଟିକେ ଆରାମ କରିବି। ଆରେ କଣ ହେଲା, ତୁମେ ଆଜି ଏତେ ଶୀଘ୍ର ଘରକୁ ଫେରି ଆସିଲ ଯେ? କଣ ଆଉ ହେବ, ଦୋକାନକୁ ଗ୍ରାହକ ଆସିଲେ ସିନା ମୁଁ ଦୋକାନ ଖୋଲା ରଖିବି। ଆଜି ମୋ ଦୋକାନକୁ ଗୋଟେ ବି ଗ୍ରାହକ ଆସିନାହାନ୍ତି। ସମସ୍ତେ ସେ ଚଢ଼େଇର ଦୋକାନକୁ ହିଁ ଯାଉଛନ୍ତି। ଯେପର୍ଯ୍ୟନ୍ତ ଚଢ଼େଇର ଦୋକାନ ଏଠୁ ନ ହଟିବ, କେହି ବି ମୋ ଦୋକାନକୁ ଆସିବେନି। ହଁ, ତୁମେ ଠିକ କହିଲ। ଚଢ଼େଇର ଦୋକାନ ବନ୍ଦ କଲେ ଯାଇ ଆମ ଦୋକାନ ଭଲ ଚାଲିବ। ମୋ ପାଖରେ ଗୋଟେ ଉପାୟ ଅଛି, ଶୁଣ। ଏମିତି ସେ 2 କାଉ ଏକ ଯୋଜନା ବନେଇଲେ। ସେପଟେ ସନ୍ଧ୍ୟା ହେଲା ପରେ ମା ଚଢ଼େଇ ଟଙ୍କା ଧରି ଘରକୁ ଫେରିଲା। ମା, ଆଜି ଘରକୁ ଫେରୁ ଫେରୁ ଏତେ ଡେରି କରିଦେଲ ଯେ? କଣ କରିବି କହ ମା, ଆଜି ଦୋକାନରେ ପ୍ରବଳ ଭିଡ଼ ଥିଲେ। ସମସ୍ତଙ୍କୁ ମୋ ପକୁଡ଼ି ଭାରି ପସନ୍ଦ। ମୁଁ ଯେତିକି ପକୁଡ଼ି ତିଆରି ଥିଲେ ସବୁ ସରିଗଲା। ପୁଣି ଥରେ ମୁଁ ପକୁଡ଼ି ତିଆରି କରି ବିକ୍ରି କଲି। ସେଥିପାଇଁ ଆଜି ଘରକୁ ଫେରୁ ଫେରୁ ଡେରି ହେଲା। ହଁ ଠିକ କଥା ମା, ତୁମ ହାତ ତିଆରି ପକୁଡ଼ି ସତରେ ଭାରି ସ୍ୱାଦିଷ୍ଟ। ମୁଁ ବି ତୁମ ପରି ପକୁଡ଼ି ତିଆରି କରିବି। ମା, ମତେ ପକୁଡ଼ି ତିଆରି କରିବା ଶିଖେଇବ ନା? ହଁ ହଁ ଶିଖେଇବି, ହେଲେ ତା ପୂର୍ବରୁ ତୁ ଭଲ ପାଠ ପଢି ଚାକିରି କର। ତତେ ଭୋକ ଲାଗିଥିବଣି, ଚାଲେ ମୁଁ ରୋଷେଇ କରୁଛି ତ ଖାଇ ନେବୁ। ଏମିତି କଥା ହେଇ ସେମାନେ ଖାଇବା ଖାଇଲେ। ସେପଟେ 2 କାଉ ମଶାଲ ଧରି ଚଢ଼େଇର ଦୋକାନକୁ ଆସିଲେ। ଆଖ ପାଖରେ କେହି ବି ଦେଖା ଯାଉନାହାନ୍ତି। ଏଇଟା ଭଲ ସୁଯୋଗ, ତୁମେ ଚଢ଼େଇର ଦୋକାନରେ ମଶାଲ ପକେଇ ଦିଅ। ଚଢ଼େଇର ଦୋକାନ ଯେତେବେଳେ ନିଆଁରେ ପୋଡ଼ି ପାଉଁଶ ହେଇଯିବ, ଦେଖିବି ସେ କେମିତି ପକୁଡ଼ି ତିଆରି କରି ବିକ୍ରି କରିବ। ତାପରେ ସେମାନେ ଚଢ଼େଇର ଦୋକାନରେ ନିଆଁ ଲଗେଇ ସେଠାରୁ ଚାଲିଗଲେ। ପରଦିନ ସକାଳେ, ମାରି, ମୁଁ ଜଳଖିଆ ତିଆରି କରିଦେଇଛି, ତୁ ଖାଇକି ସ୍କୁଲ ଯିବୁ। ମୁଁ ଏବେ ଦୋକାନକୁ ଯାଉଛି। ଆରେ ତମେ ସମସ୍ତେ ଆସିଗଲ? ରୁହ ରୁହ, ମୁଁ ଏବେ ପକୁଡ଼ି ତିଆରି କରୁଛି। ତୁ ପକୁଡ଼ି କୋଉଠି ତିଆରି କରିବୁ ଚଢ଼େଇ? ତୁ
ତୋ ଦୋକାନ ଆଉ ନାହିଁ। ଏଇ ଦେଖେ ତୋ ଦୋକାନ କେମିତି ନିଆଁରେ ଜଳି ପାଉଁଶ ହେଇଯାଇଛି। ତୁ ବୋଧେ କାଲି ଚୁଲିର ନିଆଁ ନ ଲିଭେଇ ଘରକୁ ଚାଲି ଯାଇଥିବୁ। କଣ ସର୍ବନାଶ ହେଇଗଲା। ମୁଁ କାଲି ନିଆଁ ଲିଭେଇ ଘରକୁ ଯାଇଥିଲି, ଏବେ ମୁଁ କେମିତି ଘର ଚଳେଇବି? ଆଉ କାନି ଚଢ଼େଇ, ଯାହା ହେବାର ତ ହେଇଗଲା, ଏବେ ତୁ ଘରକୁ ଯା, ଆଉ ଗୋଟେ ଦୋକାନ ଦେବାର ବ୍ୟବସ୍ଥା କର। ଚଢ଼େଇ ମନ ଦୁଃଖରେ ଘରକୁ ଫେରି ଆସିଲା, ଆଉ ତାର ଝିଅକୁ ସବୁ ଘଟଣା କହିଲା। ମନ ଦୁଃଖ କରନି ମା, ସବୁ କିଛି ଠିକ ହେଇଯିବ। ଆଗରୁ ଯେତେବେଳେ ଆମର ଦୋକାନ ନଥିଲା, ତୁମେ ଘରେ ପକୁଡ଼ି ତିଆରି କରି ବିକ୍ରି କରୁଥିଲ। ଏବେ ସେମିତି ଘରେ ପକୁଡ଼ି ତିଆରି କରି ବିକ୍ରି କର ମା। ଯେତେବେଳେ ଟଙ୍କା ହେବ ତୁମେ ପୁଣି ଥରେ ଗୋଟେ ଦୋକାନ ଦେବ। ତୁ ଠିକ କହିଲୁ ରେ ମା, ମୁଁ ଏବେ ହିଁ କିଛି ପକୁଡ଼ି ତିଆରି କରି ଛୁରୀରେ ଧରି ବଜାରକୁ ଯିବି। ତୁ ଏବେ ସ୍କୁଲ ଯା, ମୁଁ ଯାଉଛି ପକୁଡ଼ି ତିଆରି କରିବି। କାଉ ଭାଇ, ଚଢ଼େଇର ଦୋକାନ ନିଆଁରେ ପୋଡ଼ି ଯାଇଛି, ସେଥିପାଇଁ ମୁଁ ତୁମ ଦୋକାନକୁ ଆସିଛି। ମତେ ଆଗ କିଛି ପକୁଡ଼ି ଦିଅ, ମୁଁ ଖାଇକି ଦେଖେ, ଯଦି ମତେ ଭଲ ଲାଗିବ ମୁଁ ଘରକୁ ନେବି। ଆଚ୍ଛା ଠିକ ଅଛି ରାନୀ, ତୁ ବସ, ମୁଁ ତତେ ଏବେ ପକୁଡ଼ି ଦେଉଛି। छी छी କାଉ ଭାଇ, ଏ କେମିତିକା ପକୁଡ଼ି ତିଆରି କରିଛ? ଏତେ ଖରାପ ପକୁଡ଼ି ମୁଁ କେବେ ଖାଇନଥିଲି। ତୁମର ଏମିତି ଖରାପ ପକୁଡ଼ି ପାଇଁ ହିଁ କେହି ବି ତୁମ ଦୋକାନକୁ ଆସୁନାହାନ୍ତି। ଚୁପ୍ କର ରାନୀ, ପକୁଡ଼ି ଖାଇବାକୁ ଆସିଛୁ, ପକୁଡ଼ି ଖାଇକି ଯା, ଏତେ ବେଶୀ କଥା କହନି। ତୁ ଯୋଉ ପକୁଡ଼ି ଖାଇଛୁ ସେ ଟଙ୍କା ଦେଇକି ଯା। ଏଇ ନିଅ ତୁମ ଟଙ୍କା, ଏଇ ପକୁଡ଼ି ମୁଁ ଘରକୁ ନେଇ ପାରିବିନି, ଏଇଠି ରହିଲା ତୁମ ପକୁଡ଼ି। ଏମିତି ଯିଏ ବି କାଉ ପାଖକୁ ଆସୁଥିଲା ତା ପକୁଡ଼ି ନ ଖାଇ ଚାଲି ଯାଉଥିଲା। ସେପଟେ ମା ଚଢ଼େଇ କିଛି ପକୁଡ଼ି ତିଆରି କରି ସେସବୁ ଝୁଡ଼ିରେ ରଖି ବଜାରକୁ ଗଲା ବିକ୍ରି କରିବା ପାଇଁ। କିଛି ଦୂର ଗଲା ପରେ, ଆଜି କେତେ ଖରା ହେଉଛି, ଅଳ୍ପ ସମୟ ଉଡ଼ିଲା ପରେ ହିଁ ମୁଁ ଥକିଗଲି, ଭାରି ଶୋଷ ଲାଗିଲାଣି। ପାଖରେ ତ ନଦୀ ଅଛି, ମୁଁ ପାଣି ପିଇକି ଆସେ। ମୋର ଏଇ ପକୁଡ଼ି ଛୁଡ଼ିକୁ ମୁଁ ଏଇ ଗଛ ତଳେ ରଖି ଦେଇଥାଏ। ଏତେ ବଢିଆ ବାସ୍ନା କୋଉଠୁ ଆସୁଛି? ଓ, ମୋ ଗଛ ତଳେ ପକୁଡ଼ି ଅଛି। ପକୁଡ଼ି ବାସ୍ନାରେ ମୋ ନିଦ ଭାଙ୍ଗିଗଲା। ଏ ସବୁ ପକୁଡ଼ି କାହାର? ଆଖପାଖରେ ତ କେହି ବି ଦେଖା ଯାଉନାହାନ୍ତି। ପକୁଡ଼ିର ଏତେ ବଢିଆ ବାସ୍ନା ଯେ ମୁଁ ଆଉ ନିଜକୁ ଅଟକେଇ ପାରୁନି। ଆଗ ପକୁଡ଼ି ଖାଇସାରି ତାପରେ ଚିନ୍ତା କରିବି। ଏମିତି କହି ଗଛ ସବୁ ପକୁଡ଼ି ଖାଇଦେଲା। ଚଢ଼େଇ ପାଣି ପିଇ ଆସିଲା ପରେ ଦେଖିଲା ତା ପକୁଡ଼ି ଝୁଡ଼ିରେ ନାହିଁ। କଣ, ମୋ ଝୁଡ଼ିରେ ଗୋଟେ ବି ପକୁଡ଼ି ନାହିଁ? କିଏ ମୋର ସବୁ ପକୁଡ଼ି ଖାଇଦେଲା? କେତେ କଷ୍ଟ କରି ମୁଁ କିଛି ପକୁଡ଼ି ତିଆରି କରିଥିଲି, ଏବେ ମୁଁ କଣ ବିକ୍ରି କରିବି? ଚଢ଼େଇ, ଏଠି ଯୋଉ ପକୁଡ଼ି ଥିଲା ସେସବୁ କଣ ତୋର? ହଁ ଗଛ, ମୁଁ ଏଇଠି ପକୁଡ଼ି ରଖିଥିଲି, ତୁମେ କଣ ଦେଖିଛ କିଏ ମୋ ପକୁଡ଼ି ଖାଇଛି? ଚଢ଼େଇ, ତୁ ମତେ କ୍ଷମା କରିଦେ, ମୁଁ ଶୋଇଥିଲି, ତୋ ପକୁଡ଼ି ବାସ୍ନାରେ ମୋ ନିଦ ଭାଙ୍ଗିଗଲା। ଏଠି ମୁଁ କାହାକୁ ବି ଦେଖିବାକୁ ପାଇଲିନି। ମୁଁ ତୋର ଟିକେ ପକୁଡ଼ି ଖାଉ ଖାଉ ସବୁ ପକୁଡ଼ି ଖାଇଦେଲି। କଣ ହେଲା ଗଛ, ତୁମେ ମୋର ପକୁଡ଼ି ଖାଇଛ? କିନ୍ତୁ ତୁମେ ଗୋଟେ ଗଛ ହେଇ ପକୁଡ଼ି କେମିତି ଖାଇଲ? ମୁଁ ସାଧାରଣ ଗଛ ନୁହଁ ଚଢ଼େଇ, ମତେ ବି ତମମାନଙ୍କ ପରି ଭୋକ ଶୋଷ ଲାଗେ। ମୁଁ ପକୁଡ଼ି ଖାଇ ତୋର ବହୁତ ବଡ଼ କ୍ଷତି କରିଦେଲି ନା ଚଢ଼େଇ। ହେଲେ ତୁ ଚିନ୍ତା କରନି, ମୁଁ ତତେ କ୍ଷତିପୂରଣ ଦେବି। ଏଇ ନେ କିଛି ଟଙ୍କା। ବାପ୍ରେ, ଏଠି ତ କେତେ ଗୁଡ଼ିଏ ସୁନା ଟଙ୍କା ଅଛି। ଗଛ, ମୋ ପକୁଡ଼ିର ଦାମ ଏତେ ନୁହଁ, ମୁଁ ଏତେ ଗୁଡ଼ିଏ ସୁନା ଟଙ୍କା ନେଇପାରିବିନି। ଆରେ ଚଢ଼େଇ, ତୋ ପକୁଡ଼ି ଭାରି ସ୍ୱାଦିଷ୍ଟ ଥିଲା। ଏତେ ଭଲ ପକୁଡ଼ି ମୁଁ ଆଗରୁ କେବେ ଖାଇନଥିଲି। ମୁଁ ଖୁସିରେ ତତେ ଏସବୁ ଦେଉଛି। ତୁ ଆଉ ବୁଲି ବୁଲି ପକୁଡ଼ି ବିକ୍ରି ନ କରି ଗୋଟେ ହୋଟେଲ ଦେଇ ପକୁଡ଼ି ବିକ୍ରି କର। ତୋର ଯେବେ ବି ସମୟ ହେବ ମୋ ପାଇଁ ବି କିଛି ପକୁଡ଼ି ଆଣିଦେବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ଦୟାଳୁ ଗଛ। ଗତ ରାତି ମୋ ଦୋକାନ ପଡ଼ିଯିବାରୁ ମୁଁ ଆଜି ପକୁଡ଼ି ବିକ୍ରି କରିବା ପାଇଁ ଝୁଡ଼ିରେ ଧରି ବାହାରିଥିଲି। ଦୟାଳୁ ଗଛ, ତୁମେ ଆଜି ମୋର ବହୁତ ବଡ଼ ସମସ୍ୟା ଦୂର କରିଦେଲ। ତୁମେ ଜମା ବି ଚିନ୍ତା କରନି, ମୁଁ ପ୍ରତିଦିନ ତମକୁ ପକୁଡ଼ି ଆଣିଦେବି। ଏମିତି କହି ଚଢ଼େଇ ସେ ସବୁ ସୁନା ଟଙ୍କା ଧରି ତା ଘରକୁ ଗଲା। ସେତେବେଳେ ସେ ଦେଖିଲା ଗୋଟେ ପୋଲିସ ତା ଘରକୁ ଆସିଛି। କଣ ସାର୍, ଆପଣ ମୋ ଘରକୁ କାହିଁକି ଆସିଛନ୍ତି? ଚଢ଼େଇ, ମୁଁ ତତେ ଗୋଟେ ଭିଡ଼ିଓ ଦେଖିବାକୁ ଆସିଛି। ମୁଁ ଚୋରମାନଙ୍କୁ ଧରିବା ପାଇଁ ଜଙ୍ଗଲର ବହୁତ ଜାଗାରେ ସିସି କ୍ୟାମେରା ଲଗେଇଥିଲି। ଏକଥା ଜଙ୍ଗଲରେ କେହି ବି ଜାଣିନଥିଲେ। ଏଇ ଦେଖେ, କାଲି ରାତିର ଭିଡ଼ିଓ।
କାଉମାନେ କେମିତି ତୋ ଦୋକାନରେ ନିଆଁ ଲଗାଉଛନ୍ତି। କଣ ହେଲା? ସେ ଦୁଷ୍ଟ କାଉମାନେ ମୋ ଦୋକାନରେ ନିଆଁ ଲଗେଇ ଦେଇଛନ୍ତି। ସେମାନେ ଏପରି କାମ କରିବେ ମୁଁ କେବେ ଭାବି ନଥିଲି। ତୁ ଚିନ୍ତା କରନି ଚଢ଼େଇ, ସେମାନେ ତାଙ୍କ ଭୁଲର ଶାସ୍ତି ପାଇବେ। ମୁଁ ଏବେ ତାଙ୍କ ପାଖକୁ ଯାଉଛି। ଆରେ ବାଃ, ଚଢ଼େଇ ଆଜି ନାହିଁ ବୋଲି ମୋର କେତେ ଭଲ ଟଙ୍କା ରୋଜଗାର ହେଲା। ଏମିତି ଚାଲିଲେ ତ ମୁଁ ଖୁବ୍ ଶୀଘ୍ର ଧନୀ ହେଇଯିବି। ଅନ୍ୟର କ୍ଷତି କରି ଭାରି ଖୁସି ଲାଗୁଛି ନା। ଏବେ ମୋ ସାଙ୍ଗରେ ଥାନାକୁ ଚାଲେ, ସେଠି ତୋର ସବୁ ହସ ବାହାରିଯିବ। କିନ୍ତୁ ସାର୍, ମୁଁ ତ କିଛି ବି ଭୁଲ କରିନି, ମତେ କାହିଁକି ଥାନାକୁ ନେବେ? ମୋ ପାଖରେ ତ ଭୁଲର ପ୍ରମାଣ ଅଛି। ଥାନାକୁ ଚାଲ, ସେଠି ତୁ ସବୁ ଜାଣିପାରିବୁ। ଏମିତି ପୋଲିସ ଦୁଇ କାଉଙ୍କୁ ଥାନାରେ ବନ୍ଦୀ କରି ରଖିଲେ। ସେପଟେ ମା ଚଢ଼େଇ ଗୋଟେ ବଡ଼ ହୋଟେଲ ଦେଇ ପକୁଡ଼ି ବିକ୍ରି କଲା। ସେ ସବୁଦିନ ଗଛକୁ ନେଇ ପକୁଡ଼ି ବି ଦେଉଥିଲା। ତମେମାନେ କଣ ଫୁଲ ନେଉଛ? ଭାରି ସୁନ୍ଦର ଦେଖାଯାଉଛି। ରାଜକୁମାରୀ, ଏସବୁ ଗୋଲାପ ଫୁଲ। ଆମେ ସମସ୍ତେ ଗୋଲାପ ଫୁଲ ବିକ୍ରି କରିବା ପାଇଁ ବଜାରକୁ ଯାଉଛୁ। ନା ନା, ତମେମାନେ ଆଉ ବଜାରକୁ ଯାଅନି। ମତେ ସବୁ ଫୁଲ ଦେଇଦିଅ, ମୁଁ କିଣିବି। ଏମିତି କହି ଚିଲଛୁଆ ସେ ଚଢ଼େଇମାନଙ୍କ ପାଖରୁ ସବୁ ଗୋଲାପ ଫୁଲ କିଣିନେଲା। ତାପରେ ସେ ନିଜ ରାଜପ୍ରସାଦକୁ ଫେରିଗଲା। କିଛି ଦିନ ପରେ ଚିଲଛୁଆ ଦେଖିଲା ସେ କିଣିଥିବା ସବୁ ଗୋଲାପ ଫୁଲ ଶୁଖି ଯାଇଛି। ଏମିତି ଦେଖି ତ ସେ ଅନେକ ରାଗିଗଲା। ମନ୍ତ୍ରୀ, ମନ୍ତ୍ରୀ, କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। କଣ ହେଲା ରାଜକୁମାରୀ? ମତେ କାହିଁକି ଡାକିଲେ? ଏଇ ଦେଖ, ମୁଁ କିଣିଥିବା ସବୁ ଫୁଲ କେମିତି ଶୁଖି ଯାଇଛି। ସେ ଫୁଲ ବିକ୍ରି କରୁଥିବା ଦୁଇ ଚଢ଼େଇଙ୍କୁ ଏବେ ହିଁ ଧରି ଆଣି ବନ୍ଦୀ କର। ସେମାନେ ମତେ ଖରାପ ଫୁଲ ବିକ୍ରି କରିଛନ୍ତି। ନା ନା ରାଜକୁମାରୀ, ସେ ଦୁଇ ଚଢ଼େଇଙ୍କର କିଛି ବି ଭୁଲ ନାହିଁ। ଗଛରେ ଫୁଲ ଥିଲେ ତା ବହୁତ ଦିନ ଯାଏ ସତେଜ ରୁହେ। ଥରେ ଯଦି ଗଛରୁ ଫୁଲ ତୋଳାଯାଏ ସେ ଫୁଲ ଶୁଖିଯାଏ। ଓ ଆଚ୍ଛା, ଏମିତି କଥା। ତାହେଲେ ମୁଁ ଏବେ ହିଁ ବାପାଙ୍କୁ କହିବି ସେ ମୋ ପାଇଁ ଗୋଟେ ବଗିଚା କରିଦେବେ, ଯେମିତି ମୁଁ ସବୁଦିନ ସତେଜ ଫୁଲମାନଙ୍କୁ ଦେଖିପାରିବି। ବାପା, ମୋର ଗୋଟେ ଜିନିଷ ଦରକାର। ତୁମକୁ ମୋ ଇଚ୍ଛା ପୂରା କରିବାକୁ ହିଁ ପଡ଼ିବ। ମାରେ, ତୁ ମୋର ଗୋଟିଏ ବୋଲି ଝିଅ। ତୁ ଯାହା କହିବୁ ମୁଁ ତୋର ସବୁ ଇଚ୍ଛା ପୂରା କରିବି। ତୁ ଖାଲି କହ ତୋର କଣ ଦରକାର। ବାପା, ନଦୀ ପାଖରେ ମୋ ପାଇଁ ଗୋଟେ ବଡ଼ ଗୋଲାପ ଫୁଲର ବଗିଚା କରିଦିଅ। ଓ ଏଇ କଥା ମା, ଏଥିପାଇଁ ତୁ ଏତେ ମନ ଦୁଃଖ କରିଅଛୁ? ଆଜି ହିଁ ତ ବଗିଚା ହେଇଯିବ, ଆଉ ସେ ବଗିଚାରେ ଅନେକ ଅନେକ ଗୋଲାପ ଫୁଲ ରହିବ। ତେବେ ଠିକ ଅଛି ବାପା, ଏବେ ମୁଁ ଯାଉଛି। ମନ୍ତ୍ରୀ, କୁଆଡେ ଗଲ? ଶୀଘ୍ର ଏଠାକୁ ଆସ। ଆଜ୍ଞା ମହାରାଜ, ମତେ ଡାକିଲେ? ହଁ ମନ୍ତ୍ରୀ, ଏବେ ହିଁ ଯାଅ, ନଦୀ ପାଖରେ ଏକ ସୁନ୍ଦର ବଗିଚାର ବ୍ୟବସ୍ଥା କର। ଆଉ ସେ ବଗିଚାରେ କେବଳ ଗୋଲାପ ଫୁଲ ରହିବ। ମହାରାଜ, ଆପଣ ଯଦି କିଛି ନ ଭାବିବେ ମୁଁ ଗୋଟେ କଥା କହିଥାନ୍ତି। କଣ କହିବ ମନ୍ତ୍ରୀ, କୁହ। ମହାରାଜ, ଆପଣ ରାଜକୁମାରୀଙ୍କୁ ବହୁତ ଭଲ ପାଆନ୍ତି, ତା ଆମେ ସମସ୍ତେ ଜାଣୁ। କିନ୍ତୁ ମହାରାଜ, ରାଜକୁମାରୀ କହିବା ସଙ୍ଗେ ସଙ୍ଗେ ହିଁ ଆପଣ ଯଦି ତାଙ୍କୁ ସବୁ କିଛି ଦେଇଦେବେ ତାଙ୍କ ଅଭ୍ୟାସ ଖରାପ ହେଇଯିବ। ମା ହରା ଛୁଆଟି କୌଣସି ପ୍ରକାରର କଷ୍ଟ ପାଉ ମୁଁ ତ ଚାହେଁନି ମନ୍ତ୍ରୀ। ମୁଁ ସବୁ ସହିପାରିବି, ହେଲେ ମୋ ଝିଅର କଷ୍ଟ ସହିପାରିବିନି। ତୁମେ ଆଉ ବେଶୀ କଥା ନ କହି ଯାଅ, ଶୀଘ୍ର ବଗିଚାର ବ୍ୟବସ୍ଥା କର। ଆଜ୍ଞା ମହାରାଜ, ମୁଁ ଭୁଲ କରିଥିଲେ ମତେ କ୍ଷମା କରିଦେବେ। ମୁଁ ଏବେ ବଗିଚାର ବ୍ୟବସ୍ଥା କରୁଛି। ତାପରେ ମନ୍ତ୍ରୀ ମିଟୁ କିଛି ସୈନ୍ୟଙ୍କୁ ଧରି ନଦୀ ପାଖକୁ ଗଲା, ଆଉ ସେଠି କିଛି ଗୋଲାପ ଗଛ ଲଗେଇଲା। କିଛି ଦିନ ପରେ ଗଛ ଗୁଡ଼ିକ ବଡ଼ ହେଇ ସେଥିରେ ଅନେକ ଅନେକ ଗୋଲାପ ଫୁଲ ଫୁଟିଲା। ଏସବୁ ଦେଖି ଚିଲଛୁଆ ଖୁବ ଖୁସି ହେଇଗଲା। ବାଃ, ମୋ ବଗିଚାଟି ସତରେ ବହୁତ ସୁନ୍ଦର ହେଇଛି। ମୋ ବଗିଚାକୁ ଦେଖି ଲାଗୁଛି ଆଉ କାହାର ବି ଏମିତି ବଗିଚା ନଥିବ। ମୁଁ ମୋ ବଗିଚାରେ କାହାକୁ ବି ବସିବାକୁ ଦେବିନି। ଏ ବଗିଚା କେବଳ ମୋର। ଘରକୁ ଯିବାର ସମୟ ହେଇଗଲାଣି। ଏବେ ମୁଁ ଘରକୁ ଯାଏ, କାଲି ପୁଣି ଆସିବି। ବାଃ, ଲାଲ ଗୋଲାପଟି ଭାରି ସୁନ୍ଦର ଦେଖାଯାଉଛି। ମୁଁ ମୋ ମୁଣ୍ଡରେ ଗୋଟେ ଫୁଲ ଖୋସି ନିଏ। ଏବେ ମୁଁ ଆହୁରି ସୁନ୍ଦର ଦେଖାଗଲି। ମୁଁ ଏ
ବଗିଚାକୁ ଆହୁରି ସୁନ୍ଦର କରିବାକୁ ଚାହୁଁଛି, କିନ୍ତୁ ରାଜକୁମାରୀର ଏପରି କାମ ମତେ ଜମା ଭଲ ଲାଗୁନି। ଆଉ ରାଗ କରନି ଭଉଣୀ, ରାଜକୁମାରୀ ବଗିଚା କରିବାକୁ କହିଥିଲେ ବୋଲି ଆଜି ଆମେ ଏଠି ରହିଛନ୍ତି, ନହେଲେ ତ ଏଠି ରହିପାରନ୍ତେନି। ସେ ଗୋଟିଏ ଗୋଲାପ ଫୁଲ ନେଇଛନ୍ତି, ବେଶୀ ତ ନେଇନାହାନ୍ତି। ତୁ କଷ୍ଟ ଭୁଲି ଯା ଭଉଣୀ। ଠିକ ଅଛି, ମୁଁ ଆଉ ରାଗିବିନି। କାଲି ମୁଁ ଆହୁରି ଗୋଲାପ ଫୁଲ ଫୁଟେଇବି, ଯେମିତି ପୁରା ବଗିଚା ଗୋଲାପ ଫୁଲରେ ମହକିବ। ଏମିତି ସେ ସବୁ ଫୁଲ କଥା ହେଉଥିଲେ। ସେଠାରୁ କିଛି ଦୂରରେ କୁନି ଚଢ଼େଇ ତା ମା ସହ ରହୁଥିଲା। ଆରେ ମା, ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯିବ, ତୁ ପଢିବାକୁ ବସିବୁ। ତାହେଲେ ତୁ ଏବେ ବାହାରକୁ କାହିଁକି ଯାଉଛୁ? ମୁଁ ଖେଳିବାକୁ ଯାଉଥିଲି ମା। ଚିନ୍ତା କରନି, ମୁଁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବି, ତାପରେ ପାଠ ପଢିବି। ଆଚ୍ଛା ଠିକ ଅଛି, ଯା, ଘରକୁ ଶୀଘ୍ର ଫେରି ଆସିବୁ, ବେଶୀ ଡେରି କରିବୁନି। ମୁଁ ପ୍ରତିଦିନ ନଦୀ ଏପଟରେ ଖେଳେ, ମୁଁ ନଦୀ ସେପାଖକୁ କେବେ ବି ଯାଇନି। ଆଜି ମୁଁ ସେଠାକୁ ଯାଇ ଦେଖେ ସେଠି କଣ ଅଛି। ଆରେ ବା, ଏଠି ଏତେ ସୁନ୍ଦର ଗୋଟିଏ ଫୁଲ ବଗିଚା ଅଛି। ମୁଁ ଆଗରୁ ଏତେ ସୁନ୍ଦର ଫୁଲ ବଗିଚା ଦେଖିନଥିଲି। କେତେ ଗୁଡିଏ ପ୍ରଜାପତି ଏଠି ଖେଳୁଛନ୍ତି। ଯାଉଛି, ମୁଁ ତାଙ୍କ ସାଙ୍ଗରେ ଖେଳିବି। ଏମିତି କହି କୁନି ପ୍ରଜାପତି ମାନଙ୍କ ସହ ଖେଳିଲା। ଆଜି ମୁଁ ବହୁତ ଖୁସି। ଏତେ ଦିନ ପରେ ମୁଁ ଏମିତି ଖେଳିଲି, ମତେ ଆଜି ବହୁତ ଭଲ ଲାଗିଲା। ଛୋଟ ଝିଅ, ତତେ ଏମିତି ଖେଳିବାର ଦେଖି ଆମକୁ ବି ଭାରି ଭଲ ଲାଗିଲା। ତୁ କାଲି ପୁଣି ଆସିବୁ, ଆମେ ସାଙ୍ଗ ହେଇ ଖେଳିବା। ଏଇ କିଏ ତୁ? ଆଉ ମୋ ବଗିଚାରେ ପଶିବାକୁ ସାହସ କେମିତି କଲୁ? ତୁ ଜାଣିନୁ ମୁଁ କିଏ? ମୁଁ ହେଉଛି ରାଜକୁମାରୀ। ଏଇ ବଗିଚାରେ ମୋ ଛଡା ଆଉ କେହି ବି ପଶି ପାରିବେନି। ତୁ ଶୀଘ୍ର ଏଠୁ ବାହାରି ଯା। କ୍ଷମା କରିବେ ରାଜକୁମାରୀ, ଏବେ ମୁଁ ଏଠୁ ଯାଉଛି। କିନ୍ତୁ ମୁଁ ଏଠାକୁ ଆସିଲେ ଅସୁବିଧା କଣ? ମୁଁ କୌଣସି ଗଛର କ୍ଷତି କରୁନି, କେବଳ ପ୍ରଜାପତି ମାନଙ୍କ ସହ ଖେଳୁଥିଲି। ତୋର ଏତେ ସାହସ, ମୋ ମୁହଁ ଉପରେ ଜବାବ ଦେଉଛୁ? ବାହାରି ଯା ଏଠୁ, ନହେଲେ ମୁଁ ତତେ କାରାଗାରରେ ବନ୍ଦୀ କରି ରଖିବି। କେତେ ସାହସ ଏ ଗରିବ ମାନଙ୍କର, ମୋ ବଗିଚାରେ ପଶୁଛନ୍ତି। ମନ୍ତ୍ରୀ, ଶୀଘ୍ର ମୋ ବଗିଚାକୁ ଘେର କରିଦିଅ, ଯେମିତି କେହି ବି ମୋ ବଗିଚାରେ ପଶିବାକୁ ସାହସ କରିବେନି। ଆଉ ତା ସହ ଏହି ପ୍ରଜାପତି ମାନଙ୍କୁ ବି ଏଠୁ ବାହାର କର। ଏହି ପ୍ରଜାପତି ମାନେ ମୋ ବଗିଚାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି। ଏମିତି କରନ୍ତୁନି ରାଜକୁମାରୀ, ପ୍ରଜାପତି ନ ରହିଲେ ଫୁଲ ମାନଙ୍କର ହିଁ କ୍ଷତି ହେବ। ମହାରାଜ, ଆପଣ ଟିକେ ରାଜକୁମାରୀଙ୍କୁ ବୁଝାନ୍ତୁ, ସେ ଯାହା କରୁଛନ୍ତି ଭୁଲ କରୁଛନ୍ତି। ହଁ ମା, ଏମିତି ଆଉ ଜିଦ୍ କରନି। ପ୍ରଜାପତି ନ ରହିଲେ ଫୁଲ ବଗିଚା ନଷ୍ଟ ହେଇଯିବ। ବାପା, ସାମାନ୍ୟ ଗୋଟେ ମନ୍ତ୍ରୀର କଥା ଶୁଣି ତୁମେ ମତେ ଏତେ କଥା କହୁଛ? ଆଜି ମୋ ମା ବଞ୍ଚିଥିଲେ ତୁମେ ମତେ କଣ ଏମିତି ରାଗିଥାନ୍ତ? ତୁମେ ତୁମ ମନ୍ତ୍ରୀ ସାଙ୍ଗରେ ରୁହ, ମୁଁ ଆଜି ହିଁ ରାଜପ୍ରସାଦ ଛାଡି ଚାଲିଯିବି। ନା ନା ମା, ଏମିତି କହନି। ତୋ ବିନା ମୁଁ କେମିତି ବଞ୍ଚିବି? ମନ୍ତ୍ରୀ, ଯାଅ, ଏବେ ହିଁ ମୋ ଝିଅ ଯେମିତି କହିଲା ସେମିତି କର। ବଗିଚାରେ ଥିବା ସବୁ ପ୍ରଜାପତିଙ୍କୁ ବାହାର କରିଦିଅ। ଠିକ ଅଛି ମହାରାଜ, ଆପଣ ଯେମିତି କହୁଛନ୍ତି ମୁଁ ସେମିତି କରିବି। କିନ୍ତୁ ମହାରାଜ, ଝିଅ କଥାରେ ପଡି ଆପଣ ବି ଭୁଲ କରୁଛନ୍ତି। ଏମାନେ ଆମ ସମସ୍ତଙ୍କୁ ଏଠୁ କାହିଁକି ବାହାର କରୁଛନ୍ତି? ସେ ଗର୍ଭୀ ରାଜକୁମାରୀ ପାଇଁ। ମୁଁ କେବେ ବି ସେ ଗର୍ଭୀ ରାଜକୁମାରୀ ବଗିଚାରେ ରହିବିନି। ଆମେ ପ୍ରତିଦିନ ରାଜକୁମାରୀକୁ ଖୁସି କରିବା ପାଇଁ ଅନେକ ଫୁଲ ଫୁଟାଉ, କିନ୍ତୁ ରାଜକୁମାରୀ ଆମର ପ୍ରଶଂସା ନ କରି ଓଲଟା ଆମ ସହ ସାଙ୍ଗ ହେଉଥିବା ପ୍ରଜାପତି ମାନଙ୍କୁ ଏଠୁ ବାହାର କରିଦେଉଛି। ମୁଁ ଆଉ କେବେ ବି ଫୁଲ ଫୁଟେଇବିନି। ହଁ ଭଉଣୀ, ତୁ ଠିକ କହିଲୁ। ରାଜକୁମାରୀ ଦିନେ ଦିନେ ତା ଅହଙ୍କାରର ଶାସ୍ତି ପାଇବ। କିରେ, ବାହାରୁ ଆସିଲା ପରଠୁ ଏମିତି ମନ ଦୁଃଖରେ କାହିଁକି ବସିଛୁ? କୁନି ତାର ମାକୁ ରାଜକୁମାରୀର ସବୁ କଥା କହିଲା। ମାରେ, ଆମେ ଗରିବ, ଆମେ ସବୁ ଜାଗାକୁ ଯାଇପାରିବାନି। ତୁ ଆଉ କେବେ ବି ସେ ବଗିଚାକୁ ଯାନି। ତୁ ନିଜେ କିଛି ଗଛ ଆଣି ଆମ ଘର ଅଗଣାରେ ଲଗା। ଗଛ ବଡ଼ ହେଲେ ତୁ ମନ ଭରି ନିଜ ବଗିଚାରେ ଖେଳି ପାରିବୁ। ଠିକ ଅଛି ମା, ମୁଁ କାଲି ହିଁ ଫୁଲ ଗଛ ଆଣି ଆମ ଘର ଅଗଣାରେ ଲଗେଇବି। ମା, ମୁଁ ଏବେ ଯାଉଛି, ଜଙ୍ଗଲ ଭିତରୁ ଭଲ ଭଲ ଫୁଲ ଗଛ ଖୋଜି ଆଣିବି। ଆଚ୍ଛା ଠିକ ଅଛି, ଯା। ହେଲେ ଶୁଣ ମା, ଜଙ୍ଗଲର ବେଶୀ ଭିତରକୁ ଯିବୁନି, ଆଉ ଶୀଘ୍ର ଘରକୁ ଫେରିବୁ। ମୋ
ଥରେ ଯାଇ ମୋ ବଗିଚାକୁ ଦେଖି ଆସେ ପ୍ରଜାପତି ମାନେ ମୋ ବଗିଚାରେ ଅଛନ୍ତି କି ନାହିଁ। ବା ମୋ ବଗିଚାଟି ଆଜି ପୁରାପୁରି ଶାନ୍ତ, କେହି ବି ମୋ ବଗିଚାରେ ନାହାନ୍ତି। କିନ୍ତୁ ଏ କଣ ମୋ ଗଛ ଗୁଡାକରେ ଆଜି ଗୋଟେ ବି ଫୁଲ ଫୁଟିନି। ନିଶ୍ଚୟ କାଲି ଫୁଟିବ। ମୁଁ ଏବେ ଘରକୁ ଯାଏ। ସେପଟେ କୁନି ଫୁଲ ଗଛ ଆଣି ନିଜ ଅଗଣାରେ ଲଗେଇଲା। କିଛି ଦିନରେ ହିଁ ତା ଗଛ ବଡ଼ ହେଇ ସେଥିରେ ଫୁଲ ଫୁଟିଲା। ତା ଦେଖି ଅନେକ ପ୍ରଜାପତି ସେ ଫୁଲ ବଗିଚାକୁ ଆସିଲେ। ଆରେ ତମେ ସମସ୍ତେ ଏଠି? କଣ ଆଉ କହିବୁ ସାଙ୍ଗ, ରାଜକୁମାରୀ ତାଙ୍କ ବଗିଚାରୁ ଆମକୁ ବାହାର କରି ଦେଇଛନ୍ତି। ତମେ ମାନେ ଆଉ ମନ ଦୁଃଖ କରନି, ଆଜିଠୁ ତମେ ମାନେ ମୋ ବଗିଚାରେ ରୁହ। ମୁଁ ପ୍ରତିଦିନ ତମ ମାନଙ୍କ ସହ ଖେଳିବି। ମାରେ, କଣ ହେଇଛି ତୋର? ତୁ ଏମିତି ମନ ଦୁଃଖ କରି ବାହାରୁ ଆସିଲୁ ଯେ? କଣ ହେଇଛି ତୋର ମତେ କହ, ମୁଁ ତ କଷ୍ଟ ଦେଖିପାରିବିନି। ବାପା, କିଛି ଦିନ ହେବ ମୋ ବଗିଚାରେ ଫୁଲ ଫୁଟୁନି। ଏମିତି କାହିଁକି ହଉଛି ମୁଁ କିଛି ବୁଝିପାରୁନି। କ୍ଷମା କରିବେ ରାଜକୁମାରୀ, ଏଥିପାଇଁ କେବଳ ଆପଣ ଦାୟୀ। ଆପଣଙ୍କ ଭୁଲ ପାଇଁ ହିଁ ଆଜି ବଗିଚାର ଏମିତି ଅବସ୍ଥା ହେଇଛି। ଆପଣ ଯଦି ପ୍ରଜାପତି ମାନଙ୍କୁ ବଗିଚାରୁ ତଡ଼ି ନଥାନ୍ତେ, ଫୁଲ ଗଛ ଗୁଡାକ ଏମିତି ଶୁଖି ନଥାନ୍ତା। ପ୍ରକୃତିର ଗୋଟେ ନିୟମ ଅଛି, ଯେ ପ୍ରକୃତିର ନିୟମ ବିରୁଦ୍ଧରେ ଯାଏ କ୍ଷତି ତାର ହିଁ ହୁଏ। ଚୁପ୍ କର ମନ୍ତ୍ରୀ, ମୋ ଝିଅ ଏତେ ମନ ଦୁଃଖରେ ଅଛି, ଆଉ ତୁମେ ତାକୁ ଏମିତି କଥା କହୁଛ? ବାପା, ମନ୍ତ୍ରୀଙ୍କୁ ରାଗନି, ସେ ଠିକ କହିଛନ୍ତି। ମୁଁ ମୋ ଅହଙ୍କାରରେ ଅନ୍ଧ ହେଇଯାଇଥିଲି। ମନ୍ତ୍ରୀ, ମୁଁ ମୋ ଭୁଲ ବୁଝିପାରୁଛି। ଦୟାକରି ମତେ କୁହନ୍ତୁ, ମୁଁ କେମିତି ମୋ ବଗିଚାକୁ ଠିକ କରିବି? ଆପଣ ପୁଣି ଥରେ ସେ ପ୍ରଜାପତି ମାନଙ୍କୁ ଫେରେଇ ଆଣନ୍ତୁ। ଆପଣଙ୍କ ଫୁଲ ବଗିଚା ପୂର୍ବ ଭଳି ହେଇଯିବ। ତେବେ ଠିକ ଅଛି ମନ୍ତ୍ରୀ, ଏବେ ହିଁ ଯାଅ ଆଉ ସେ ପ୍ରଜାପତି ମାନଙ୍କୁ ଖୋଜି ଆଣ। ଏମିତି ମନ୍ତ୍ରୀ ଚାରିଆଡେ ପ୍ରଜାପତି ମାନଙ୍କୁ ଖୋଜିଲା। ଖୋଜୁ ଖୋଜୁ ସେ କୁନି ଘରେ ପ୍ରଜାପତି ମାନଙ୍କୁ ପାଇଗଲା। ରାଜକୁମାରୀ ନିଜ ଭୁଲ ବୁଝି ସାରିଲେଣି। ପ୍ରଜାପତି ଦଳ, ତମେ ମାନେ ଏବେ ମୋ ସାଙ୍ଗରେ ତାଙ୍କ ବଗିଚାକୁ ଚାଲ। ନା, ଆମେ ଆମ ସାଙ୍ଗକୁ ଛାଡି କୁଆଡେ ବି ଯିବୁନି। କୁନି, ତୁ ଟିକେ ପ୍ରଜାପତି ମାନଙ୍କୁ ବୁଝା, ସେମାନେ ମୋ ସାଙ୍ଗରେ ଯାଆନ୍ତୁ। ଆଉ ତୁ ଯେବେ ବି ଚାହିଁବୁ ରାଜକୁମାରୀଙ୍କ ବଗିଚାକୁ ଆସିପାରିବୁ। ନିଜ ବଗିଚାର ଅବସ୍ଥା ଦେଖି ରାଜକୁମାରୀ ନିଜ ଭୁଲ ବୁଝି ସାରିଲେଣି। ତୁ ଟିକେ ପ୍ରଜାପତି ମାନଙ୍କୁ ବୁଝା, ସେମାନେ ମୋ ସାଙ୍ଗରେ ଯାଆନ୍ତୁ। ଆଚ୍ଛା ଠିକ ଅଛି ସାଙ୍ଗମାନେ, ଏବେ ତମେ ମାନେ ସେଠାକୁ ଯାଅ। ମୁଁ ବି ତମ ମାନଙ୍କୁ ଦେଖା କରିବାକୁ ଯିବି। ଆଉ ଯେବେ ବି ତମ ମାନଙ୍କର ମନ ହେବ, ମୋ ବଗିଚାକୁ ବୁଲିବା ପାଇଁ ଚାଲି ଆସିବ। ରାଜକୁମାରୀ ନିଜ ଭୁଲ ବୁଝି ସାରିଲେଣି, ଏବେ ତାଙ୍କୁ କ୍ଷମା କରିଦିଅ। ସାଙ୍ଗ, ସତରେ ତୁ ବହୁତ ଭଲ। ଆମେ ଏବେ ସେଠାକୁ ଯାଉଛୁ। ଯେମିତି ପ୍ରଜାପତି ମାନେ ବଗିଚାକୁ ଫେରି ଆସିଲେ, ସଙ୍ଗେ ସଙ୍ଗେ ସବୁ ଗଛ ପୂର୍ବ ଭଳି ହେଇଗଲେ। ଦେଖ ଭଉଣୀ, ଆମ ସାଙ୍ଗମାନେ ଫେରି ଆସିଛନ୍ତି। ହଁ, ଠିକ କହିଲୁ ଭଉଣୀ, ଏବେ ଆମେ ତାଙ୍କ ସହ ଖେଳିବା ଆଉ ଅନେକ ମଜା କରିବା। ବାଃ, ମୋ ବଗିଚାଟି ପୁଣି ଥରେ ପୂର୍ବ ଭଳି ହେଇଗଲା। କୁନି, ତତେ ଅନେକ ଅନେକ ଧନ୍ୟବାଦ। ଏସବୁ ସମ୍ଭବ ତୋ ପାଇଁ ହେଇଛି। ମୁଁ ଆଉ କେବେ ବି ଅହଙ୍କାର କରିବିନି। ଆଜିଠୁ ଆମେ ସାଙ୍ଗ ହେଇ ଏ ବଗିଚାରେ ଖେଳିବା। ସେଦିନ ପରଠାରୁ ଚିଲଛୁଆ ଆଉ କୁନି ସାଙ୍ଗ ହେଇ ପ୍ରତିଦିନ ସେ ବଗିଚାରେ ଖେଳୁଥିଲେ।